କରୁଣା ପାଆନ୍ତୁ। କାଳିଆର କରୁଣା ଯିଏ ପାଇଯାଇଛି ତାର ଡର କାହାକୁ, ଭୟ କାହାକୁ? ଠାକୁର ଅଛନ୍ତି, କାଳିଆ ଅଛନ୍ତି ଚଉବାହାକୁ। ତେଣୁ କାଳିଆର କୃପା ପାଇବା ଦରକାର। ଯେ ତୋର ଚରଣ ଚିନ୍ତଇ ସଂସାରେ ତାର ଭୟ ନାହିଁ। ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସ କହିଲେ ପ୍ରଭୁ ଯେ ତୋର ଚରଣ ଚିନ୍ତଇ ସଂସାରେ ତାର ଭୟ ନାହିଁ। ଚରଣ ଚିନ୍ତା କରିବା ପାଇଁ ହେଲେ ସେଇଭଳି ସାତ୍ବିକ ଚିନ୍ତା ଚେତନା ଭିତରେ ସତ୍ୟରେ ରହିବା ଦରକାର, ନ୍ୟାୟରେ ରହିବା ଦରକାର, ଧର୍ମରେ ରହିବା ଦରକାର। ତାହେଲେ ସେଇ ଚରଣ କମଳରେ ମଣିଷ ଆଶ୍ରୟ ପାଇବ। କାହିଁକିନା ମଣିଷ ଜୀବନଟା ସବୁଦିନିଆ ନୁହେଁ ନା, ପାଣି ଫଟକା ସଦୃଶ। ତେଣୁ ଯେତେ ଦିନ ଏ ପିଣ୍ଡରେ ପ୍ରାଣ ଅଛି ସେତେ ଦିନ ଟିକେ କାଳିଆକୁ ଚିନ୍ତା କରିଦେଲେ ସେ କାଳିଆ ହିଁ ଆମକୁ ଉଦ୍ଧାର କରିଦେବେ। ଏ ପୁରରେ ଶାନ୍ତି ପାଇଯିବା, ସେ ପୁରକୁ ଶାନ୍ତିରେ ଆନନ୍ଦରେ ଚାଲିଯିବା। ଅନିତ୍ୟାନି ଶରୀରାଣି ବିଭବ ନୈବ ଶାଶ୍ୱତ ନିତ୍ୟ ହସ ନିହିତ ମୃତ୍ୟୁ କର୍ତ୍ତବ୍ୟ ଧର୍ମ ସଂଗ୍ରହ। ଏ ଶରୀର ହେଉଛି ଅନିତ୍ୟ, ଏ ଶରୀର ନିତ୍ୟ ନୁହେଁ। ଯିଏ କାଲି ଥିଲା ଆଜି ନାହିଁ, ଯେ ଆଜି ଅଛି ହୁଏତ କାଲିକି ନଥିବ। ଆଉ ଯାହା ସତ୍ୟ ବୋଲି ନିତ୍ୟ ବୋଲି ଭାବୁଛନ୍ତି, ଗୋଟେ ସେ ଟଙ୍କା ପଇସା ଗାଡ଼ି ଘୋଡ଼ା ସ୍ତ୍ରୀ ଛୁଆ ପିଲା ପରିବାର ବନ୍ଧୁ ସ୍ୱଜନ ହେଇପାଇ ପାରନ୍ତି, କିନ୍ତୁ କେହି ସେ ସତ୍ୟ ନୁହନ୍ତି, ସେ ସବୁ ମିଥ୍ୟା। ସେ କେହି ଚିରସ୍ଥାୟୀ ନୁହନ୍ତି, ସବୁ କ୍ଷଣସ୍ଥାୟୀ। ତେଣୁ ଏ ମାନବ ଶରୀରକୁ କେତେବେଳେ ଯେ ଆସି ମୃତ୍ୟୁ କବଳିତ କରିବ ତା କାହାକୁ ଜଣା ନାହିଁ। ମୃତ୍ୟୁ କବଳିତ କରିବା ପୂର୍ବରୁ ବୁଦ୍ଧିମାନ ମାନବ ଧର୍ମରେ ଶରଣ ପଶିଯିବା ଦରକାର, କାଳିଆ ପାଦ ପଦ୍ମରେ ଶରଣ ପଶିଯିବା ଦରକାର ଏବଂ ଏ ପୁରରେ ଶାନ୍ତି ପାଇବା ସହିତ ସେ ପୁରକୁ ଶାନ୍ତିରେ ଚାଲିଯିବ। ସଜନ ଭକ୍ତ ବନ୍ଧୁ ଟିକେ କାଳିଆ ପାଦରେ ଆମେ ସମସ୍ତେ ଶରଣ ପଶିଯିବା। ଟିକେ ଜୋରଦାର କରତାଳି ବୋଲନ୍ତୁ ଜଗତର ନାଥ ଜଗନ୍ନାଥ ଭଗବାନ କି। महामाई आदिशक्ति परम वैष्णवी परम सनातनी अग्नि संभूता मां दुर्गति नाशिनी की। समस्त भक्तंकर जगत पिता जगत माता मंगल करंतु ए अनुष्ठान दीर्घजीवी रहू। समस्त कर्मकर्तांकर मां ठाकुराणी मंगल करंतु, सेमानकर शरीर को आरोग्य सुस्थ रखंतु। बोल आनंद एक बढ़िया आसंतु।